ଅସ୍ତରଙ୍ଗରେ କଙ୍ଗାରୁ କୋର୍ଟ ଶିକାର ହେଲେ 23 ଦଳିତ ପରିବାର। ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କଲେ ଅସ୍ତରଙ୍ଗ ଅଳସାହି ପଞ୍ଚାୟତ ବାରଙ୍ଗ ଅଞ୍ଚଳର 23 ଦଳିତ ପରିବାରର ଲୋକମାନେ। ପିପିଲିରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳିତ ପରିବାର ପୁରୁଷ ଓ ମହିଳାମାନେ ଏକତ୍ର ହୋଇ ସେମାନଙ୍କ ସମସ୍ୟା ଉପସ୍ଥାପନ କରିଛନ୍ତି। ବିଶେଷକରି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦଳିତ ପରିବାରମାନଙ୍କୁ ଚାଷ କରିବା ପାଇଁ ପ୍ରତି ପରିବାରକୁ 1 ଏକର ଯୋଗାଇ ଦିଆଯାଇଥିବା ବେଳେ ଏହି ଚାଷ ଜମିରେ ଚାଷ କରି ଏମାନେ ସେମାନଙ୍କ ପରିବାର ଭରଣ ପୋଷଣ କରୁଥିଲେ। ମାତ୍ର ଉକ୍ତ ଅଞ୍ଚଳରେ ଥିବା କିଛି ଖଳ ପ୍ରକୃତିର ଲୋକମାନେ ସେମାନଙ୍କ ଚାଷ ଜମିରୁ ଧାନ କାଟି ନେବା ସହିତ ମାଟି ତାଡ଼ି ନେଉଛନ୍ତି। ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏମାନଙ୍କୁ କୌଣସି ସହାୟତା ମିଳିପାରି ନାହିଁ। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଖାତିର କରୁନଥିବା ଅଭିଯୋଗ ଆଣିଛନ୍ତି ଏହି ଦଳିତ ଲୋକମାନେ। 5 ବର୍ଷ ଧରି ବେଆଇନ ଭାବରେ 40 ଲକ୍ଷ ଟଙ୍କାର ঊର୍ଦ୍ଧ୍ୱ ମାଟି ନେଇଛନ୍ତି। ସେ ଟଙ୍କା ରାଜକୋଷକୁ ଯାଉ, ରାଜ୍ୟ ସରକାରଙ୍କ ରାଜକୋଷକୁ ଯାଉ। ୟାଙ୍କର ଯେଉଁ ଜମି ଯେମିତି ପୂର୍ବ ପରି ଏମାନେ ଫସଲ କାଟିକି ଆଣୁଥିଲେ ସେମାନେ ଆଣନ୍ତୁ ଏବଂ ଏହାକୁ ତଦନ୍ତ କରି 5 ବର୍ଷ ଧରି ଗରିବ ଲୋକଙ୍କୁ ଅତ୍ୟାଚାରିତ କରୁଥିବା ଦୋଷୀମାନଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ଖଳ ପ୍ରକୃତି ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଏହି ଦଳିତ ଲୋକମାନେ। ନା ଜୟକୃଷ୍ଣ ଯଦୁମଣି ଦାସ, ଗ୍ରାମ ବରାଙ୍ଗ, ଆଳସାହି ପଞ୍ଚାୟତ, ଅସ୍ତରଙ୍ଗ ଥାନା, ଜିଲ୍ଲା ପୁରୀ। ଆଜି ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ବରାଙ୍ଗ ଗ୍ରାମର ଦଳିତ ପରିବାର 23 ଜଣ ଡିହବେଗାରୀ ମୌଜା ଆଳସାହି ପଞ୍ଚାୟତର ଡିହବେଗାରୀ ମୌଜାରେ ଦୀର୍ଘ ଦିନ ହେଲା ଚାଷବାସ କରି ଚଳୁଥିଲେ। ସରକାର ଏ ଗରିବ ଲୋକଙ୍କୁ ଏକ ଅନୁକମ୍ପାମୂଳକ ଏକରେ ଲେଖା ଜମି ପ୍ରଦାନ କଲେ ଯେହେତୁ ସେମାନେ ଭଲରେ ଚଳିପାରିବେ। କିନ୍ତୁ ପଡ଼ୋଶୀ ଗ୍ରାମ ଆଳସାହି ମୌଜାର କିଛି ଦୁର୍ଦାନ୍ତ ଶ୍ରେଣୀର ଲୋକ, ଖଳ ପ୍ରକୃତିର ଲୋକ ଏ ହରିଜନ ବାଉରୀମାନଙ୍କୁ କେମିତି ଚାଷରୁ ଉଚ୍ଛେଦ କରିବୁ, ତାଙ୍କ ଧାନ ସବୁ ବର୍ଷ କାଟି ନେବୁ, ଏହି ପ୍ରୟାସ ଜାରି ରଖିଲେ। ଯାହାଫଳରେ ଆମେ ହାଇକୋର୍ଟର ଦ୍ୱାରସ୍ଥ ହେଲୁ। ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଲେ, ଆଇଆଇସିକି ଦେଲେ ୟାର ତଦନ୍ତ କରି ତାଙ୍କୁ ଉଚିତ ନ୍ୟାୟ ଦିଅ। କିନ୍ତୁ ତହସିଲଦାରଙ୍କୁ ମଧ୍ୟ ଆମେ ଆପତ୍ତି ଜଣାଇଲୁ। ଏବେ 8 ଦିନ ଭିତରେ ବର୍ତ୍ତମାନ ସୁଦ୍ଧା ଆମ ସେହି ସମ୍ପତ୍ତିରୁ ସେମାନେ ବାଲି ମାଟି ତାଡ଼ି ଜେସିବି ଦ୍ୱାରା ତାକୁ ଚୋରି କରି ରାତିରେ ବିକ୍ରି କରୁଛନ୍ତି। ଯାହାଫଳରେ ସେମାନେ ଆମ ବିରୁଦ୍ଧରେ ସେହି ଟଙ୍କାରେ ଖର୍ଚ୍ଚ କରିବେ। କିନ୍ତୁ ଆଜି ପର୍ଯ୍ୟନ୍ତ ହେଲା କୌଣସି ସରକାରଙ୍କ ତରଫରୁ ଆମେ ଯେତେ ଆପତ୍ତି କଲେ ବି କେହି ଶୁଣୁନାହାନ୍ତି। କିନ୍ତୁ ଆଜି ଆମର ସ୍ଥାନୀୟ ବିଧାୟକ ମାନ୍ୟବର ତୁଷାରକାନ୍ତ ବେହେରା ତାଙ୍କ ପାଖକୁ ଗଲେ ମଧ୍ୟ ସେମାନେ ତା'ର କୌଣସି ସୁଯୋଗ ଆମକୁ ଦେଉନାହାନ୍ତି, କୌଣସି ନ୍ୟାୟ ଦେଉନାହାନ୍ତି। ଆମେ ସମସ୍ତେ ଏଇଭଳି ନ୍ୟାୟ ପାଇବା ଆଶାରେ ଆମର ଜାତୀୟ ଦଳିତ ଆଦିବାସୀ ମାଇନରିଟି ସଂଘ ଦ୍ୱାରା ଆସି ପହଞ୍ଚିଲୁ। ଆପଣଙ୍କ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀ କଲୁ, ଯେହେତୁକି ଆପଣମାନଙ୍କ ମାଧ୍ୟମରେ ଆମେ ସମସ୍ତେ 23 ଜଣ ପରିବାର ଭଲ ନ୍ୟାୟ ପାଇପାରିବୁ। ଆଗାମୀ ଦିନରେ ଆମେ ସୁରକ୍ଷା ପାଇବୁ ଏବଂ ଧାନ ଫସଲ କରି ଆମେ ସୁଖରେ ରହିପାରିବୁ। କିନ୍ତୁ ଯଦି ସରକାର ଏ ପଦକ୍ଷେପରେ ଅବହେଳା କରନ୍ତି ତେବେ ଆଗାମୀ ଦିନରେ ଆମେ ସରକାରଙ୍କ ନବୀନ ନିବାସକୁ ପଦଯାତ୍ରା କରିବୁ ହଜାର ହଜାର ସଂଖ୍ୟାରେ। ଯଦି ସେଥିରେ କିଛି ଟାଳଟୁଳ ନୀତି ସରକାର କରନ୍ତି ତାହେଲେ ଆଗାମୀ ନିର୍ବାଚନରେ ଆମେ ସମସ୍ତେ ଜାତିର ସ୍ତ୍ରୀ ପୁରୁଷ ମହିଳା ଛୋଟ ଶିଶୁ ସମସ୍ତେ ଏକାଠି ବସି ଭୋଟ ବର୍ଜନ କରିବାର ପଦକ୍ଷେପ ଗ୍ରହଣ କରିବୁ। ତେଣୁ ଆମେ ସରକାରଙ୍କ ପାଖରେ ଏତିକି ନିବେଦନ କରୁଛୁ, ଆମକୁ ସେ ଖଳ ପ୍ରକୃତିର ଲୋକମାନଙ୍କ ଠାରୁ ଆମ ସମ୍ପତ୍ତିକି ସୁରକ୍ଷା ଦିଅନ୍ତୁ ଏବଂ ଆମେ ଦୀର୍ଘ ଦିନ ସେ ସରକାରଙ୍କ ପାଖରେ ଆମେ ଋଣୀ ରହିବୁ। ସେପଟେ ଏହି ଦଳିତ ଲୋକମାନଙ୍କ ସପକ୍ଷରେ ରାଜ୍ୟ ଦଳିତ ସଂଘ ନେତୃତ୍ୱମାନେ ବାହାରି ଏହି ଦଳିତ ଲୋକମାନଙ୍କୁ ସରକାର ତଦନ୍ତ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି ରଖିଥିବା ବେଳେ ସରକାର ଓ ଜିଲ୍ଲା ପ୍ରଶାସନ ଆମର ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ କରିବୁ ବୋଲି ଧମକ ଦେଇଛନ୍ତି। ପ୍ରତିଜ୍ଞା ଦାସ।
अभियोग कौन रही अभियोग आमर या जे आम बिल आम चाष करुँ से मैंने काटी नहीं जाऊँ आम मारधर कर विभिन्न प्रकार भाषा गाड़ी गुलज दौरान आम घर को आसी जिनपतर फोपड़ा फिंगा कर गाड़ी दौरान एमती आम बिलू धान काटी नहीं आज 5 वर्ष है आमको हैरान करें पिला छुआ धरिकी रहीकि आम गरीब लोक खाया पीवा पाऊनु बहुत जिनस बिका माने भांगी तुटी ये करदे आमको मारधर विभिन्न प्रकार भाषा अभाषा मैंने कही हेनी से भाषा गुड़ा एमती आमको असुविधा सम्मुखीन कर थाना जनईचु थाना वाला भी सेमती विशेष शुणुना कोर्ट को जाइलु कोर्ट भी सेमती ये कले हाईकोर्ट जाइए हाईकोर्ट जहाँ विचार करेंगे न शुणा गले आम माने बहुत दूर को जापर कहीं आम जमी पाइबा आम चेष्टा करें जिते दूर को जावाक चाहिए भी आम जापर। ब्यूरो रिपोर्ट ONA खबर।